ରାମରଚକ ତରକାରୀ ଶ୍ରୀ ଜଗନ୍ନାଥଙ୍କର ଅତି ପ୍ରିୟ ଏ ପ୍ରସାଦ। ଯଦି ଆପଣ କେବେ ବାରିପଦା ଯାଇଥିବେ, ସେଇଠି ଥିବା ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ରାମରଚକ ତରକାରୀ ସହିତ ଦଳା ଖେଚୁଡ଼ିକୁ ପ୍ରସାଦ ଆକାରରେ ଲଗାଯାଏ। ଏମିତି ତ ମନ୍ଦିର ପ୍ରସାଦର ସେ ଅପୂର୍ବନୀୟ ସ୍ୱାଦଟି ଆମେ ଘରେ ପାଇପାରିବା ନାହିଁ, କିନ୍ତୁ ଛୋଟ ପ୍ରୟାସଟି ମୁଁ କରିଛି। ଯଦି କିଛି ଭୁଲ ରହିଯାଇଥିବ କ୍ଷମା କରିବେ। ବଡ଼ ଠାକୁରଙ୍କ ପାଖରେ ମଧ୍ୟ ମୁଁ କ୍ଷମା ପ୍ରାର୍ଥନା ମାଗୁଛି। ପ୍ରଭୁ, ଯଦି ଏହି ପ୍ରସାଦଟି ବନେଇବା ସମୟରେ ମୋ ଦ୍ୱାରା କୌଣସି ଭୁଲ ହେଇଯାଇଥିବ କ୍ଷମା କରିବେ। ତାହେଲେ ଚାଲନ୍ତୁ ପ୍ରସାଦଟି ବନେଇବା ଷ୍ଟାର୍ଟ କରିନେବା। ନମସ୍କାର, ଜୟ ଜଗନ୍ନାଥ। ମୁଁ ମୋ ଚ୍ୟାନେଲ ସିଜନ୍ସ ଆଣ୍ଡ ବାଇଟ୍ସରେ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଏହି ପ୍ରସାଦର ମେନ୍ ଇନଗ୍ରିଡିଏଣ୍ଟଟି ହେଉଛି ଗ୍ରୀନ୍ ମୁଗ। ମୁଁ ଏଠି ହାଫ୍ କପ୍ ଗ୍ରୀନ୍ ମୁଗ ନେଇଥିଲି, ଆଉ ତାକୁ ଓଭରନାଇଟ୍ ପୁରା ସକ୍ କରି ନେଇଥିଲି। ଆପଣ ଚାହିଁଲେ ତାକୁ 5 ଘଣ୍ଟା କି 6 ଘଣ୍ଟା ପର୍ଯ୍ୟନ୍ତ ଭଲ ଭାବରେ ବତୁରେଇ ନେଇଥିବେ। ଆପଣ ଏଇଠି ମୁଗର ଟେକ୍ସଚର ଦେଖିକି ଜାଣିପାରୁଥିବେ ମୁଗ ଆମର ଭଲ ଭାବରେ ବତୁରି ଯାଇଛି, ତା ଚୋପା ଟିକେ ଟିକେ ଫାଟି ଯାଇଛି, ମାନେ ପରଫେକ୍ଟ ଟିକେ ବତୁରି ସାରିଛି। ଏଇଠି ମୁଁ ମୁଗର ଏକ୍ସଟ୍ରା ପାଣି ସବୁ ବାହାରକେ ନେଇଛି। ଆପଣ ମଧ୍ୟ ଏକ୍ସଟ୍ରା ପାଣି ବିଲକୁଲ ବି ରଖିବେ ନାହିଁ। ମୁଗକୁ ଟିକେ ଛାଣି ନେବେ, ଭଲ ଭାବରେ ପାଣିରୁ ଛାଣି ଆଣିବେ। ଆଉ ଏବେ ଚାଲନ୍ତୁ ତାକୁ ବାଟି ନେବା। ଯେହେତୁ ମୁଗରେ ଆମର ଏଇଠି ଚୋପା ଅଛି, ଆଉ ୟାକୁ ଚୋପା ସହିତ ଆମେ ବାଟିବା, ସେଥିପାଇଁ ଇଏ ଖଦଡ଼ ରହିବ। ଆପଣ ଯେତେ ବି ତାକୁ ଫାଇନ୍ ପେଷ୍ଟ କରନ୍ତୁ, ଇଏ ଟିକେ ଖଦଡ଼ ରହିବ। ମୁଗ ସହିତ ଆମେ ବାଟି ନେବା 2ଟି କଞ୍ଚା ଲଙ୍କା ଆଉ ଖଣ୍ଡେ ଅଦା। ଏଇଠି 1 ଇଞ୍ଚ ଅଦା ନେଇଛି। ଅଦାକୁ ମଧ୍ୟ ଆମେ ଛୋଟ ଛୋଟ ପିସ୍ କରି ନେବା, ଯାହାଦ୍ୱାରା କି ଭଲ ଭାବରେ ବାଟି ହେଇଯିବ। ତା ସହିତ ଏଇଠି ଆମେ ପକେଇ ନେବା ଜିରା। ମୁଁ ଏଇଠି 1 ଛୋଟ ଚାମଚ ଗୋଟା ଜିରା ନେଇଛି। ଏଇସବୁ ଜିନିଷକୁ ଆମେ ବିନା ପାଣିରେ ବାଟିବା। ଯଦି ବାଟିବା ବେଳେ ଆପଣଙ୍କୁ ଅସୁବିଧା ହୁଏ, ଆପଣ 1 ଛୋଟ ଚାମଚ ପାଣି ଦେଇକି ତାକୁ ପୁଣି ବାଟି ନେବେ। ଆଉ ଦେଖନ୍ତୁ ଏଇପରି ଭାବରେ ଆପଣ ତାର ପେଷ୍ଟଟି ବନେଇ ନେବେ। ଆଉ ଏଇଠି ଆପଣ ଦେଖିପାରୁଛନ୍ତି ଇଏ ପୁରା ବାଇଣ୍ଡିଙ୍ଗ ହେଉଛି ଭଲ ଭାବରେ। ଏବେ ଆମେ କ'ଣ କରିବା ନା, ସବୁ ଜିନିଷକୁ ଗୋଟେ ବଡ଼ ଜାଗାକୁ ବାହାର କରି ଆଣିବା। ଆମେ ଯେତିକି ମୁଗ ବଟା ରଖିଥିଲେ ତାକୁ ବାହାର କରି ଆଣିବା ଗୋଟେ ବଡ଼ ଜାଗାକୁ। ଆଉ ସେଇଥିରେ ଆମେ ମୁଗର ବା ମୁଗ ବଟାର କ୍ୱାଣ୍ଟିଟି ଦେଖିକି ସେଇ ଅନୁସାରେ ଲୁଣ ପକେଇ ନେବା। ମୁଁ ଏଇଠି ହାଫ୍ ଛୋଟ ଚାମଚ ଲୁଣ ପକେଇକି ତାକୁ କିଛି ସମୟ ଏଇଠି ଆମେ ବିରି ଫେଣିଲା ପରିକା ଫେଣି ନେବା। ଏଇଠି ଆପଣ ମୁଗର ଟେକ୍ସଚର ଦେଖିପାରୁଥିବେ, ଆଗରୁ ଆମ ମୁଗର କଲର କେମିତି ଥିଲା, ଆଉ ଫେଣି ସାରିଲା ପରେ ମୁଗ ଟିକେ ଆମର ବେଶୀ ଧଳା ଦେଖାଯାଉଛି, ମାନେ ଟିକେ ଫେଣି ହେଇଗଲାଣି। ଏମିତି ଫେଣିବା ଦ୍ୱାରା ବ୍ୟାଟରଟି ଆମର ଟିକେ ହାଲକା ପଡ଼ିଯାଏ। ଆଉ ଏଇଥିରୁ ଯେତେବେଳେ ଆମେ ବରା ପ୍ରସ୍ତୁତ କରିବା, ଦେଖି ବରା ଗୁଡ଼ାକ ବହୁତ ନରମ ଆଉ ସ୍ପଞ୍ଜି ହେବ। ଏବେ ମୁଁ କଡ଼େଇ ବସେଇ ନେଇଛି ଗ୍ୟାସ୍ ଉପରେ। କଡ଼େଇକୁ ଗରମ କରିଦେଇକି ସେଇଥିରେ ଦେଇଦେଇଛି 1 କପ୍ ତେଲ। ତେଲ ଆମର ଭଲ ଭାବରେ ଗରମ ହେଇଗଲା ପରେ ଆମେ ଯେଉଁ ମୁଗର ବଟା ରଖିଥିଲେ ସେଇଥିରୁ ଆମେ ଛୋଟ ଛୋଟ ଗୋଲ ଗୋଲ ବରା ପ୍ରସ୍ତୁତ କରି ନେବା। ବଡ଼ି ସାଇଜର ଆପଣ ବରା ଗୁଡ଼ାକ ତିଆରି କରିବେ। ଆଉ ଏଇଠି ଦେଖନ୍ତୁ 1 ସାଇଡ୍ ଟିକେ ହେଇସାରିଲା ପରେ ତାକୁ ମୁଁ ପିଠା କଡ଼ିକା ସାହାଯ୍ୟରେ ଟିକେ ଏପଟ ସେପଟ କରି ନେଉଛି, ଯାହାଫଳରେ କି ବରାର ପ୍ରତ୍ୟେକ ସାଇଡ୍ ଭଲ ଭାବରେ ଏଇଠି ତେଲରେ ଛାଣି ହେଇଯିବ। ଏଇ ବରାକୁ ଆପଣ ମିଡିୟମ ଟୁ ହାଇ ଫ୍ଲେମ୍ରେ ଛାଣିବେ। ଆଉ ଦେଖିବେ ଆପଣ ହାଲକା ଲାଲ ହେଇଗଲେ ବରା, ଆପଣ ତେଲ କଡ଼େଇରୁ ତାକୁ ବାହାର କରି ଆଣିବେ। ବେଶୀ ଲାଲ କରିବେ ନାହିଁ, ହାଲକା ଲାଲରେ ହିଁ ସେ ଭଲ ଭାବରେ ଏଠି କୁକ୍ ହେଇଯିବ। ଆଉ ଏଇଠି ଦେଖନ୍ତୁ 1 ଥରରେ ହିଁ ମୁଁ ସବୁ ବରା ଛାଣି ନେଇଥିଲି। ଯେଉଁ ବରା ଗୁଡ଼ାକ ଟିକେ ହେଇ ଆସିଥିଲା ତାକୁ 1 ସାଇଡ୍କୁ ଆଣିଥିଲି ଭାରି, ପୁଣି ଥରେ ସେକେଣ୍ଡ ବ୍ୟାଚ୍ଟି ପକେଇ ନେଇଥିଲି। ଏହିପରି ଭାବରେ ଆପଣ ସବୁ ବରା ପ୍ରସ୍ତୁତ କରିନେବେ। ଏବେ ଚାଲନ୍ତୁ ଏଇଥିରେ ପଡ଼ୁଥିବା ମସଲାଟି ପ୍ରସ୍ତୁତ କରିନେବା। ନେଇଯିବା 2 ଛୋଟ ଚାମଚ ଗୋଟା ଜିରା, 2 ଛୋଟ ଚାମଚ ଗୋଟା ଧନିଆ। ଜିରା ଆଉ ଧନିଆର ପରିମାଣକୁ ଆପଣ ସେମ୍ ରଖିବେ। ୟା ସହିତ ଆମେ ପକେଇ ନେବା ହାଫ୍ ଛୋଟ ଚାମଚ ପାନମଧୁରୀ। ପକେଇ ନେବା ଏଇଥିରେ 4ରୁ 5ଟି ଲବଙ୍ଗ, ଅଳ୍ପ କିଛି ଗୁଜୁରାତି। ଗୁଜୁରାତିରେ ମୁଁ ଏଇଠି ନେଇଛି 2ଟି, ବେଶୀ ଗୁଜୁରାତି ପକେଇବେ ନାହିଁ। ତା ସହିତ ପକେଇ ନେବା ଆମେ ଖଣ୍ଡେ ଡାଲଚିନି ଆଉ ହାଫ୍ ଛୋଟ ଚାମଚ ଗୋଲମରିଚ। ଆଉ ପକେଇ ନେବା 1 ଚକ୍ର ଫୁଲର 3 ପାଖୁଡ଼ା। ପୁରା ଟୋଟାଲ ଚକ୍ର ଫୁଲ ପକେଇବେ ନାହିଁ, ନହେଲେ ପିତା ଲାଗିବ। ତା ସହିତ 1 ଛୋଟ ଖଣ୍ଡ ଜାଇଫଳ। ମନେ ରଖିଥିବେ ଚକ୍ର ଫୁଲ ଆଉ ଜାଇଫଳର ପରିମାଣକୁ ବହୁତ କମ୍ ରଖିବେ। ତା ସହିତ ଏଇଠି ପକେଇ ନେବା 2 ଛୋଟ ଚାମଚ ପୋସ୍ତ। ପୋସ୍ତ ଆମର ଟିକେ ଗ୍ରେଭିକୁ ଗାଢ଼ା କରିବ। ଏଇସବୁ ଜିନିଷକୁ ଆମେ ଟିକେ ପାଣି ଦେଇକି ବତୁରେଇ ନେବା। ଘଣ୍ଟେ ପାଖାପାଖି ବତୁରେଇ ନେବେ, ଆଉ ତାକୁ ତାପରେ ଭଲ ଭାବରେ ବାଟି ନେବେ। ଏଇ ଭିତରେ ଦେଖନ୍ତୁ ମୁଁ ଗ୍ୟାସ୍ ଅନ୍ କରିକି କଡ଼େଇ ବସେଇ ନେଇଛି। ଆଉ କଡ଼େଇରେ ମୁଁ ଦେଇଦେଇଛି 3 ବଡ଼ ଚାମଚ ରିଫାଇନ୍ ତେଲ। ଅଳ୍ପ କିଛି ଅଦାକୁ ଛେଚିକି ପକେଇବା। ଆପଣ ଚାହିଁଲେ ମସଲା ସହିତ ଅଦା ମଧ୍ୟ ବାଟି ପାରିବେ। ଅଦାକୁ ଆମେ ଟିକେ ଭଲ ଭାବରେ ଏଇଠି ଭାଜି ନେବା। ଅଦା ଟିକେ ଭାଜି ହେଇସାରିଲା ପରେ ଆମେ ଯେଉଁ ଗୋଟା ମସଲା ବତୁରେଇକି ରଖିଥିଲେ ତାର ଭଲ ଭାବରେ ପେଷ୍ଟ ବନେଇ ନେବା। ସେଇ ମସଲାକୁ ଆମେ କଡ଼େଇରେ ଦେଇଦେବା, ଆଉ ଅଳ୍ପ କିଛି ପାଣି ମଧ୍ୟ ସେଇଥିରେ ଦେଇଦେବା।
ता सहित ये आम आड करदे अल्प किसी गुंड मसला पकई नवा गोटे छोट चामच काश्मीर लंका गुंड आउ हाफ छोट चामच हलदी गुंड। एबे मसला को आमे पूरा तेल बाहरिबा पर्यंत बा मसलाटी आमर ड्राए होबा पर्यंत भल भाबरे कसी नबा। एठी देखंतु मसलाटी आमर सुखा सुखा हे गलानी। एबे मु दुईटी आलू को एठी लंबा लंबा पीस करके काटी नेथिली आ चोपा छडे नेथिली ताकू मध्ये आमे मसला रे दे दबा। जेहेतु मसलाटी टिके सुखा पड़ जाइतिला सेतिपई अल्प किछि पानी मु इथरे ऐड करिछि। आ एबे आमे आलू को भल भाबरे मसला रे कसी नबा। आलू आमर दरसिजा हो गला परे मुझे गोटे बड़ साइज रो बैगण को काटी नहीं बड़ बड़ साइज करके ताकू मध्य इथिरे पकई नबा। आ ताकू मध्य आमे आलू सहित मसला सहित टिके कसी नबा। जे पर्यंत आमर बैगणटी भल भाबरे सिझिनी आपण ताकू भल भाबरे कसी नेबे। किछि समय एठी मु ढांकुणी गड़ेकी ताकू छाड़ी देइतिली। आ एठी देखंतु आमर बैगण भल भाबरे सिझी गलानी। एबे आमे एथिरे पानी ऐड करिबा। जेतबेले भी आपण एथिरे पानी ऐड करूछंती आपण एक्स्ट्रा अल्प किछि पानी ऐड करदेबे काहेकि जेतबेले आमे मुग बरा गुड़ाक एथिरे पकेइबा मुग बरा आमर पानी को सोक करिवो माने झोल को टाणिबो सेतिपा एक्स्ट्रा पानी टिके ऐड करिथिबे। मु एठी 3 ग्लास पानी ऐड करि देइछि। एबे आमे पानीर परिमाण माने झोलर परिमाण देखिकी सेथिरे लूण ऐड करदबा। मु एठी हाफ छोट चामच लूण ऐड कर देइछि। ताकू भल भाबरे मिक्स करि नबा। एबे याको फुटिया पई भल भाबरे छाडी दबा। आउ ये देखो हाई फ्लेम रे मु किछि समय फुटे नहीं आउ ये भल भाव ये फुटी साराणी। एबे आगरू जो मुग बरा को आमे छाणिकी रखिथिले ताकू सब पकई नबा। मुग बरा को पकई देकी ताकू टिके छळ रे आमे मिक्स करि नबा। एबे याको आमे लो फ्लेम रे 15 मिनिट पर्यंत फुटे नबा। आ ढांकुणी घोड़े दबा। बेसी समय फुटेबा दरकार नाही। 15 मिनिट ताकू लो फ्लेम रे आपण फुटे नेबे नले हाई फ्लेम रे 5 मिनिट पर्यंत ताकू फुटे नेबे। आउ ये देखो 15 मिनिट पर आपण मानक ढांकुणी खोलिकी देखौछि मुग बरार साइज टिके बढ़ी जाइछि। जेहेतु झोल सोक करिछि मुग बरा सेतिपई तार साइज टिके बढ़ी जाइछि। ता सहित झोल मध्ये आमर टिके गाढ़ पड़ जाइछि। एठी आपण ए मोमेंट रे चेक करि नेबे आलू आमर सिझिछि ना नाही। जदि सिझि नथिबो ताको आउ किछि समय आपण लो फ्लेम रे बसै नेबे। एठी आपण मानकु मुग बरा दुईटी मु फाळ करिकि देखौछि। आपण देखि पारुथिबे केते सॉफ्ट अछि ता भितर मध्ये बहुत स्पंजी अछि। आउ ये जो आपण झोल देखुचंती झोलटी आपणकर एपरी भाव रहिबो पानिया पानिया रहिबो। ये बेसी गाढ़ हुएनी। प्रसादटी तो रेडी हो गलानी। एबे गैस फ्लेम को बंद करि परिबा। आपण ए प्रसाद सहित दला खेचुड़ी जदि होई परिबो घरे बनेकी खांतु देखिबे बहुत बढ़िया लागिबो। आत्मा पूरा शांति पाइजिबो। जीवन रे थरे चेष्टा करिवे आपण से मंदिर को माने बारिपदा स्थित जगन्नाथ मंदिर को जाइकी ए प्रसादटी पाइबे। भिडियोटी भल लगी लाइक निहाती करेंगे। भिडियोटी जदि पसंद आसीथिबो सांगसाथी बंधु बांधव मानक सहित शेयर करेंगे। मो चैनल जदि नुआ आछंती कि मो चैनल को सब्सक्राइब करि नांती प्लीज सब्सक्राइब करि नेबे। फेसबुक पेज रे जदि ए भिडियोटी को देखुचंती पेजटी को फॉलो करि नेबे। पुणी देखा हबो आ गोटे नुआ रेसिपी भिडियो रे। नमस्कार, जय जगन्नाथ।